म ଆମେ ଆଲୋଚନା ଆରମ୍ଭ କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 472। ଜ୍ଞାନ 472ରେ ପ୍ରଭୁ ଲେଖୁଛନ୍ତି, ଜଣେ ନାସ୍ତିକ ମଧ୍ୟ ବର୍ତ୍ତମାନ ଏକଥା ଦେଖିବାକୁ ସମର୍ଥ ହେବା ଉଚିତ ଯେ ବିବର୍ତ୍ତନର ଧାରା ଯେଉଁ ଅନନ୍ତ ଏବଂ ଶକ୍ତିଶାଳୀ ଉଦ୍ଦେଶ୍ୟକୁ ସ୍ୱଭାବତଃ ଆପଣା ସମ୍ମୁଖରେ କଳ୍ପନା କରୁଛି, ଏହି ସୃଷ୍ଟି ଠିକ୍ ସେହି ଉଦ୍ଦେଶ୍ୟ ଆଡ଼କୁ ହିଁ ଗତି କରି ଚାଲିଛି। ମାତ୍ର ସେହି ଅନନ୍ତ ଉଦ୍ଦେଶ୍ୟ ଓ ତାହାର ପରିପୂରଣ ପଛରେ ଏକ ଅନନ୍ତ ପ୍ରଜ୍ଞା ମଧ୍ୟ ଅବଶ୍ୟ ରହିଥିବ, ଯାହାକି ଏହି ସବୁ କିଛିକୁ ପ୍ରସ୍ତୁତ କରୁଛି, ବାଟ ଦେଖାଇ ନେଉଛି, ନିର୍ଦ୍ଦିଷ୍ଟ ଆକାର ପ୍ରଦାନ କରୁଛି, ସୁରକ୍ଷିତ କରି ରଖୁଛି ଓ ଔଚିତ୍ୟ ପ୍ରତିପାଦନ କରୁଛି। ତେଣୁ ତୁମେ ସେହି ପରମ ପ୍ରଜ୍ଞା ପ୍ରତି ଆପଣାର ଶ୍ରଦ୍ଧା ଜ୍ଞାପନ କର ଏବଂ କୌଣସି ମନ୍ଦିରରେ ଧୂପ ପ୍ରଦାନ କରି ନହେଲେ ମଧ୍ୟ ଆପଣାର ଆତ୍ମାରେ ତୁମେ ତାହାର ଉପାସନା କର। ତାହାକୁ ଅନନ୍ତ ପ୍ରେମର ହୃଦୟ ଏବଂ ଅନନ୍ତ ଆତ୍ମଦୀପ୍ତିଯୁକ୍ତ ମାନସ ବୋଲି ସ୍ୱୀକାର ନ କଲେ ମଧ୍ୟ ତୁମେ ତାହାର ଉପାସନା କର। ତେବେ ତୁମେ ତାହାକୁ ଜାଣ ବା ନ ଜାଣ ପଛକେ ତଥାପି କୁହାଯାଇପାରିବ ଯେ ତୁମେ ପ୍ରକୃତରେ ସେହି କୃଷ୍ଣଙ୍କୁ ହିଁ ଶ୍ରଦ୍ଧା କରୁଛ ଓ ସେହି କୃଷ୍ଣଙ୍କର ହିଁ ଉପାସନା କରୁଛ। ମା ତାର ଟିପ୍ପଣୀରେ କହୁଛନ୍ତି, ସକଳ ଶବ୍ଦର ଅତୀତ ହୋଇ ଓ ସକଳ ଭାବନାର ଅତୀତ ହୋଇ ସେହି ସର୍ବୋଚ୍ଚ ପରମ ଉପସ୍ଥିତି ଆପଣାକୁ ଅନୁଭୂତ କରାଇବାରେ ଲାଗିଛନ୍ତି ଏବଂ ଆମର ବିସ୍ମୟକୁ ଆକର୍ଷିତ କରି ନେଉଛନ୍ତି। ଡେଫିନେସନ ଯଦି ଆମେ ଲାଷ୍ଟ ଆଡୁ ଦେଖିବା, ଡେଫିନେସନ ଦଉଛନ୍ତି ଭଗବାନଙ୍କର ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେଉଁମାନେ ଜ୍ଞାନୀ ଗୁଣୀ ସେମାନେ କଣ ଦେଖୁଛନ୍ତି ବା କଣ ଦେଖିବା ଉଚିତ ସେ ବିଷୟରେ କହୁଛନ୍ତି। ପ୍ରଥମେ କହିଲେ ଯେ ଜଣେ ନାସ୍ତିକ ମଧ୍ୟ ବର୍ତ୍ତମାନ ଏକଥା ଦେଖିବାକୁ ସମର୍ଥ ହେବା ଉଚିତ ଯେ ବିବର୍ତ୍ତନର ଧାରା ଯେଉଁ ଅନନ୍ତ ଏବଂ ଶକ୍ତିଶାଳୀ ଉଦ୍ଦେଶ୍ୟକୁ ସ୍ୱଭାବତଃ ଆପଣା ସମ୍ମୁଖରେ କଳ୍ପନା କରୁଛି, ଏହି ସୃଷ୍ଟି ଠିକ୍ ସେ ଉଦ୍ଦେଶ୍ୟ ଆଡ଼କୁ ହିଁ ଗତି କରି ଚାଲିଛି। ଦେଖନ୍ତୁ, ବିବର୍ତ୍ତନର ଯେଉଁ ବୈଜ୍ଞାନିକ ଭାବରେ ବା ଯୁକ୍ତିସଙ୍ଗତ ଭାବରେ ତଥ୍ୟ ଉପସ୍ଥାପନ କରୁଛି, ସେଠି ସୃଷ୍ଟି କିପରି ରଚନା ହେଇଥିଲା ସେ ବିଷୟରେ ମଧ୍ୟ ସେ ଗବେଷଣା ଆରମ୍ଭ କରି ଦେଖିକି କହୁଛି ଏବଂ ତାପରେ ଯାହା ଯାହା ସୃଷ୍ଟି ହେଇଛି ତାର ଯଦି କ୍ରମକୁ ଲକ୍ଷ୍ୟ କରାଯାଏ, ଯେ ସମଗ୍ର ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ ପୃଥିବୀଟି ଧୀରେ ଧୀରେ ଥଣ୍ଡା ହେଇଛି, ଜଳ ସୃଷ୍ଟି ହେଇଛି, ସେଥିରେ ଏକକୋଷୀ, ବହୁକୋଷୀ ଉଦ୍ଭିଦ, ତାପରେ ଏକକୋଷୀ ବହୁକୋଷୀ ପ୍ରାଣୀର ବି ଯେଉଁ କ୍ରମ ବିବର୍ତ୍ତନ ଫଳରେ ଯାହା ଯାହା ଘଟୁଛି ଏବଂ ପ୍ରକୃତି କିପରି ତାର ଏକ୍ସପେରିମେଣ୍ଟ କରୁଛି, ତାକୁ ମଧ୍ୟ ଧୀରେ ଧୀରେ ବୁଝିବା ପାଇଁ ତଥାକଥିତ ଜ୍ଞାନୀ ଅନୁସନ୍ଧାନୀ ମାନେ ଦେଖିକି ଯାହା ଯାହା ବି ଆଜି ପର୍ଯ୍ୟନ୍ତ ସେ ଦେଖି ଆସୁଛନ୍ତି, ଯଦି ସେଇ କ୍ରମକୁ ବି ଦେଖିବା, ତାହା ବର୍ତ୍ତମାନ ମଣିଷ ପାଖରେ ଆଣିକି ପହଞ୍ଚି ସାରିଲା ପରେ ଦେଖାଯାଉଛି ଯାହା ଯେ ଯୋଉଟା ଜଡ଼ ପାଖରେ ନଥିଲା ସେଟା ହଉଛି ଚଳମାନ ଶକ୍ତି। ପ୍ରତିକ୍ରିୟା ତା ଭିତରେ ଯେ ପ୍ରଥମେ ଯେତେବେଳେ ପର୍ଯ୍ୟନ୍ତ ଆବିଷ୍କାର କରିନଥିଲେ ସେତେବେଳେ କହୁଥିଲେ ଯେ ଜଡ଼ ବସ୍ତୁ ପ୍ରତିକ୍ରିୟା କରେ ନାହିଁ। ବର୍ତ୍ତମାନ ଟିକେ ଅଧିକ ଯେଉଁ ବୈଷୟିକ ଜ୍ଞାନ ବୃଦ୍ଧି ପାଇବା ଫଳରେ ବର୍ତ୍ତମାନ ସେମାନେ କହୁଛନ୍ତି ଯେ ନାଇଁ, ବସ୍ତୁ ଯୋଉଟା ଜଡ଼, ଯୋଉଟା ମାନେ ନିର୍ଜୀବ ବସ୍ତୁ ବୋଲି ଆମେ କହୁଛନ୍ତି, ତା ଭିତରେ ମଧ୍ୟ କ୍ରିୟା ଚାଲିଛି, କ୍ରିୟା ପ୍ରତିକ୍ରିୟା ଚାଲିଛି।
ତାଠାରୁ ଉଦ୍ଭିଦ ସୃଷ୍ଟି ହେଉଛନ୍ତି। ଉଦ୍ଭିଦ ଭିତରେ କିଛି ଗୁଡ଼ାଏ ଅଧିକ ଗୁଣ ବିକଶିତ ହେଇଛି, ଯୋଉଟା କି ଲାଇଫ ବୋଲି କହୁଛନ୍ତି। ଏବଂ ଯୋଉ ଜଡ଼, ତାର ଯୋଉ କଠିନତା ଥିଲା ସେ କଠିନତା ଦୂର ହେଇଛି। ତାପରେ ପୁଣି ପ୍ରାଣୀ ଯେତେବେଳେ ସୃଷ୍ଟି ହଉଛି, ଏକ ନୂତନ ଶକ୍ତି ବିକଶିତ ହଉଛି। ଏଇଭଳି ଭାବରେ ମନୁଷ୍ୟ ପାଖରେ ଆସି ପହଞ୍ଚିଲା ପରେ ଏ ବିବର୍ତ୍ତନ ଧାରା କହୁଛି ଯେ ମନୁଷ୍ୟ ପାଖରେ ଶେଷ ହେଇଯିବ ନାହିଁ। ତଥାପି ବି ଯୋଉମାନେ ଆଗରୁ ଭାବୁଥିଲେ ଯେ ମଣିଷ ଶ୍ରେଷ୍ଠ ଜୀବ, ବର୍ତ୍ତମାନ ସେମାନେ କହୁଛନ୍ତି ନା ନା, ଏତିକିରେ ଶେଷ ହବ ନାହିଁ, ଆପରେ କିଛି ନିଶ୍ଚୟ କିଛି ହବ। ତେଣୁ ଯଦି ବିବର୍ତ୍ତନ ଧାରାକୁ ଦେଖିବା, ତେବେ ତଥାକଥିତ ଭଗବାନଙ୍କୁ ସ୍ୱୀକାର କରୁନଥିବା ବ୍ୟକ୍ତି ମଧ୍ୟ ଏକଥା ସ୍ୱୀକାର କରିବାକୁ ବାଧ୍ୟ ହବ ଯେ ବିବର୍ତ୍ତନ ଧାରା ହିସାବରେ ନୂତନ କିଛି ଜୀବଟିଏ ସୃଷ୍ଟି ହବ, ଯୋଉଠି କି ମନୁଷ୍ୟ ପାଖରେ ଯୋଉ ଅଭାବ, ଯୋଉ ଲାକୁନା ରହିଛି, ଯେମିତିକି ସିଏ ରୋଗଗ୍ରସ୍ତ ହେଇ ପଡୁଛି ଏବଂ ନିଜ ଉପରେ ନିଜର ନିୟନ୍ତ୍ରଣ ରଖିପାରୁନାହିଁ। ତେଣୁ ଏମିତି ଏକ ଜୀବ ସୃଷ୍ଟି ହବ ଯାହା ପାଖରେ ଏଇ ସବୁ ଅଭାବ ବୋଧ, ଅସାମର୍ଥ୍ୟ, ଦୁର୍ବଳତା ଚାଲି ଯାଇଥିବ। ତେଣୁ ନାସ୍ତିକ ହେଲେ ମଧ୍ୟ ସେ ଯଦି ଟିକିଏ ବି ଜିଜ୍ଞାସୁ, ଅନୁସନ୍ଧିତ୍ସୁ ଏବଂ ପ୍ରକୃତରେ ଯଥାର୍ଥ ଜ୍ଞାନ ଆହରଣ କରିବା ପାଇଁ ବି ତା ଭିତରେ ଯଦି କିଞ୍ଚିତ ମାତ୍ରାରେ ବି ପ୍ରବୃତ୍ତି ଥାଏ, ତେବେ ସିଏ ନିଶ୍ଚୟ ଏହାକୁ ସ୍ୱୀକାର କରିବା ଉଚିତ। ସ୍ୱୀକାର କରିବା ଉଚିତ ଯେ ସେଇ ଅନନ୍ତ ଉଦ୍ଦେଶ୍ୟ ଏବଂ ସେଇ ଅନନ୍ତ ପରିପ୍ରକାଶ ପାଇଁ ଯେ ଅନନ୍ତ ପ୍ରଜ୍ଞା କାମ କରୁଛି। ଏପରିକି ଯୋଉମାନେ ଜିଜ୍ଞାସା ଯୁକ୍ତ ହେଇ ନୂତନ ଅନୁସନ୍ଧାନ କରି ପ୍ରାପ୍ତ କରିଛନ୍ତି ବିଜ୍ଞାନୀ ମାନେ, ସେମାନେ ମଧ୍ୟ ସ୍ୱୀକାର କରୁଛନ୍ତି ଯେ there is unseen forces ଯିଏକି କାର୍ଯ୍ୟ କରୁଛି। କିନ୍ତୁ ଏ ତଥାକଥିତ ନାସ୍ତିକ ମାନେ ତାଙ୍କ ଆଖି ଆଗରେ ସବୁ ଜଳ ଜଳ ହେଇକରି କରାଗଲେ ମଧ୍ୟ ସେମାନେ ଗୋଟେ ଆପଣା ଜିଦ୍ଦିରେ ବା ଆପଣାକୁ ମହିଆନ କରିବାକୁ ଯାଇ ସେମାନେ କଣ କରନ୍ତି, ତାକୁ ସ୍ୱୀକାର କରନ୍ତି ନାହିଁ। ତେଣୁ ଏଠି ପ୍ରଭୁ କହୁଛନ୍ତି ସେମାନେ ଆକୁ ସ୍ୱୀକାର କରିବା ଉଚିତ। ସେମାନେ ଦେଖୁଛନ୍ତି ଯେ କିପରି ସେଇ ଅନନ୍ତ ପ୍ରଜ୍ଞା ବାଟ ଦେଖଉଛି, ନିର୍ଦ୍ଦିଷ୍ଟ ଆକାର ପ୍ରଦାନ କରୁଛି, ସୁରକ୍ଷିତ କରି ରଖୁଛି, ଔଚିତ୍ୟ ପ୍ରତିପାଦନ କରୁଛି। ତେଣୁ ତମେ ଭଗବାନଙ୍କୁ ସ୍ୱୀକାର ନ କରିପାର, କିନ୍ତୁ ସେହି ଯୋଉ ଅନନ୍ତ ପ୍ରଜ୍ଞା, ସେ ଯୋଉ ପରମ ପ୍ରଜ୍ଞା, ସିଏ ଏଇ ଯୋଉ କାର୍ଯ୍ୟ ସବୁ କରୁଛି, ତାକୁ ତମେ ସ୍ୱୀକାର କରୁନାହ କାହିଁକି? କେବଳ ଏଇଥିପାଇଁ ଯେ ମୋ ଠାରୁ କିଏ ଶ୍ରେଷ୍ଠ ବୋଲି ମୁଁ ଯାହାକୁ ଦେଖିପାରୁନାହିଁ, ତାକୁ କେମିତି ଗ୍ରହଣ କରିନେବି, ଆର କୌଣସି ଯଥାର୍ଥତା ନାହିଁ। ତେଣୁ ପ୍ରଭୁ କହୁଛନ୍ତି କିଛି ନହେଲା ନାହିଁ, ପରମ ପ୍ରଜ୍ଞାଙ୍କ ପ୍ରତି ନିଜର ଶ୍ରଦ୍ଧା ତ ପ୍ରଦାନ ଜ୍ଞାପନ କର। ମନ୍ଦିର ଯାଉନାହ, ଠିକ ଅଛି, କୌଣସି ମନ୍ଦିରରେ ତୁମେ ଧୂପ ପ୍ରଦାନ କରୁନାହ, ଠିକ ଅଛି, ହେଲେ ଆପଣାର ଆତ୍ମାରେ ତୁମେ ତାର ଉପାସନା କର। ତୁମେ ତାର ଉପାସନା କର ମାନେ ତାଙ୍କୁ ସ୍ୱୀକାର କର। ବଡ଼ ବଡ଼ ବୈଜ୍ଞାନିକ ମାନଙ୍କର ଯୋଉ ଅନୁସନ୍ଧାନ ଗତ ଆବିଷ୍କାରକୁ ତମେ ସ୍ୱୀକାର କରୁଛ, କିନ୍ତୁ ସେମାନେ ଯୋଉ କହୁଛନ୍ତି ଯେ there is unseen force, ସେମାନେ କହୁଛନ୍ତି ଯେ ଯାହା ଫଳରେ ଘଟଣା ଘଟୁଛି, ଯାହାକି ମନୁଷ୍ୟର ହାତରେ କିଛି ନାହିଁ, ତାକୁ ସ୍ୱୀକାର କରୁନାହ କାହିଁକି? ଇଏ ହଉଛି କେବଳ ଅହଂର ଏବଂ ଅଜ୍ଞାନତାର ଏକ ଚିହ୍ନ। ତେଣୁ ଜ୍ଞାନଯୁକ୍ତ ହୁଅ ଏବଂ ସ୍ୱୀକାର କର ଯେ ପରମ ପ୍ରଜ୍ଞା ତାଙ୍କର ଅତି ଶ୍ରଦ୍ଧାରେ, ଅତୀବ ପ୍ରେମରେ ସବୁ କିଛିକୁ ବାଟ ଦେଖାଉଛନ୍ତି, ନିର୍ଦ୍ଦିଷ୍ଟ ଆକାର ପ୍ରଦାନ କରୁଛନ୍ତି, ସବୁ କିଛି ପ୍ରସ୍ତୁତ କରୁଛନ୍ତି, ସବୁ କିଛିକୁ ସୁରକ୍ଷିତ କରି ରଖୁଛନ୍ତି, ଔଚିତ୍ୟ ପ୍ରଦାନ କରୁଛନ୍ତି। ବର୍ତ୍ତମାନର ଯୋଉ ବିଭୀଷିକାମୟ ପରିସ୍ଥିତିରେ ଲାଗୁଛି ଯେପରି
କାଲି ବିଶ୍ୱଯୁଦ୍ଧ ଲାଗିଯିବ କି? କିନ୍ତୁ ବିଶ୍ୱଯୁଦ୍ଧ ଲାଗୁନାହିଁ। ଏହା କ'ଣ ଆମକୁ ସୂଚାଇ ଦେଉନାହିଁ ଯେ ପରପ୍ରଜ୍ଞା କାମ କରୁଛନ୍ତି, କାର୍ଯ୍ୟ କରୁଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ କରି ରଖୁଛନ୍ତି? ତେଣୁ ଏଇ ଜ୍ଞାନ କାରିଗାରେ 472 ଅନେକ କଥା ଗୁଡ଼ିକ ତାକୁ ଗୋଟେ ଗୋଟେ ଲାଇନରେ କହିଦେଉଛନ୍ତି। କହୁଛନ୍ତି ତାହାକୁ ଅନନ୍ତ ପ୍ରେମର ହୃଦୟ ଏବଂ ଅନନ୍ତ ଆତ୍ମଦୀପ୍ତିଯୁକ୍ତ ମାନସ ବୋଲି ସ୍ୱୀକାର ନ କଲେ ମଧ୍ୟ, ତମେ ସ୍ୱୀକାର କରୁନାହଁ, ନ କର, କିନ୍ତୁ ତୁମେ ତାହାର ଉପାସନା କର। ଏତିକି ତ ସ୍ୱୀକାର କର ଯେ ସେ କରୁଛନ୍ତି। ତମେ ଭାବୁଛ ଯେ ନାଇଁ ସିଏ ଅନନ୍ତ ଗୁଣରେ ସେ ବଳିୟାନ ନୁହନ୍ତି, କିନ୍ତୁ ତମଠାରୁ ତ ଅଧିକ, ସେତିକି ତ ସ୍ୱୀକାର କର। ଯଦି ଏତିକି ତୁମେ କରିପାରିଲ, ତାହେଲେ ତୁମେ ତାକୁ କୃଷ୍ଣ ବୋଲି ଗ୍ରହଣ କର ବା ନ କର, ତୁମେ ତାଙ୍କୁ ହିଁ ଶ୍ରଦ୍ଧା କରୁଛ, ତାଙ୍କର ହିଁ ଉପାସନା କରୁଛ। ତାର ଅର୍ଥ ହଉଛି, ଏଠି ଆମେ ଦେଖିବା, ତାମାନେ ଭଗବାନଙ୍କର ଯୋଉ ସ୍ୱରୂପକୁ ଏଠାରେ ବର୍ଣ୍ଣନା କରୁଛନ୍ତି। ଯଦି କୌଣସି ବ୍ୟକ୍ତି ଭଗବାନ ବୋଲି ନାଁ ନ ନେଲେ ମଧ୍ୟ ବା ନିଜର ଅନ୍ୟ ଏକ ନାଁ ତାକୁ ଦେଲେ ମଧ୍ୟ, ସେଇ ହଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ବା ସେଇ ହଉଛନ୍ତି ପରମ ବା ସେଇ ହଉଛନ୍ତି ଭଗବାନ, ଯିଏ এই ବିବର୍ତ୍ତନ ଧାରାକୁ ସୁପରିଚାଳିତ କରୁଛନ୍ତି। ଆମ ସମସ୍ତଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ବାଟ ଦେଖାଉଛନ୍ତି, ଆମକୁ ସୁରକ୍ଷିତ କରି ରଖିଛନ୍ତି। ଯଥାର୍ଥ ଚେତନାରେ କିପରି ଅଗ୍ରଗତି କରିବେ, ସେଥିପାଇଁ ଆମ ପାଇଁ ସବୁ କିଛି ପ୍ରସ୍ତୁତ କରୁଛନ୍ତି। ତେଣୁ ତୁମେ ତାଙ୍କୁ ଯେଉଁ ନାଁରେ ବି କୁହ, ଯେମିତି ବି କୁହ, ଯଦି ତୁମେ ତାହାକୁ ହିଁ ସ୍ୱୀକାର କରିନେବ, ତାମାନେ ଆମର ଯୋଉ ଜ୍ଞାନ ଗାରିମା ସୀମିତତା ତାକୁ ସ୍ୱୀକାର କରିବା ଏବଂ ଅନନ୍ତ ପ୍ରଜ୍ଞାକୁ ସ୍ୱୀକାର କରିବା, ଏତିକି ହିଁ ପ୍ରମାଣ ଦେବ ଯେ ଆମେ ତାଙ୍କୁ ହିଁ ଶ୍ରଦ୍ଧା କରୁଛୁ। ତେଣୁ ମା କହୁଛନ୍ତି, ସୀମା ସୃଷ୍ଟି କରୁଥିବା ଓ ବିକୃତ କରି ପକାଉଥିବା ଯାବତୀୟ ମନସ୍ତରୀୟ ରଚନା ବିରଚନା ବିଷୟରେ ଆମେ ସତର୍କ ରହିବା। ଏଠି ଆମେ ସେଇ ସଂସ୍ପର୍ଶଟିକୁ ଶୁଦ୍ଧ କରି ରଖିଥିବୁ। ମା ଜ୍ଞାନ 473 କହୁଛନ୍ତି, ପରମ ପ୍ରେମମୟ ପ୍ରଭୁ କହିଛନ୍ତି, ଯେଉଁମାନେ ପରମ ଅଜ୍ଞେୟ ଏବଂ ସଂଜ୍ଞାତୀତଙ୍କର ଅନୁଗାମୀ ହୁଅନ୍ତି, ସେମାନେ ମୋର ମଧ୍ୟ ଅନୁଗାମୀ ହୁଅନ୍ତି ଏବଂ ମୁଁ ସେମାନଙ୍କୁ ଗ୍ରହଣ କରିଥାଏ। ଏହିପରି କହି ସେ ମାୟାବାଦୀ ତଥା ଅଜ୍ଞବାଦୀକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି। ତେଣୁ ହେ ଭକ୍ତ, ତୁମର ପ୍ରଭୁ ଯାହାକୁ ସ୍ୱୀକାର କରିନେଇଛନ୍ତି, ତୁମେ କାହିଁକି ତାହାକୁ ଭର୍ତ୍ସନା କରୁଛ? ହଁ, ଜ୍ଞାନ 472 ଆଉ 473 କୁ ଯଦି ଏକାଠି ମିଶେଇ ଦେଖିବା, ତା ପୂର୍ବରୁ ବି ଆମେ ଯାହା ପଢି ଆସିଥିଲେ, ପ୍ରତ୍ୟେକ ଏଇ ସୃଷ୍ଟିରେ ପ୍ରତ୍ୟେକ ସୃଷ୍ଟିରେ ଭିତରେ ଯେ ନିଜେ ସ୍ୱୟଂ ବିଦ୍ୟମାନ ରହିଛନ୍ତି, ତାହା ଏଇ ଜ୍ଞାନ ଗୁଡ଼ିକରେ ସେ ଆମ ପାଖରେ ପ୍ରତିଭାତ କରୁଛନ୍ତି। ଏଠି କହୁଛନ୍ତି, ତମେ ଯେଉଁ ପରମ ଅଜ୍ଞେୟ ଏବଂ ସଂଜ୍ଞାତୀତଙ୍କର ଅନୁଗାମୀ ଯଦି ବି ତୁମେ ହେଲ, ତେବେ ତମେ ମୋର ଅନୁଗାମୀ ଏବଂ ମୁଁ ତୁମମାନଙ୍କୁ ଗ୍ରହଣ କରିଥାଏ। ତାମାନେ ତୁମେ ନାସ୍ତିକ ହୁଅ, ଆସ୍ତିକ ହୁଅ, ଭଗବାନଙ୍କୁ ଗାଳି ଦିଅ, ଭଗବାନଙ୍କୁ ଶ୍ରଦ୍ଧା କର, ସମସ୍ତେ ହଉଛନ୍ତି ତାଙ୍କର ନିଜସ୍ୱ ସୃଷ୍ଟି ଏବଂ ସମସ୍ତଙ୍କର ଦାୟିତ୍ୱ ସେ ନେଇଛନ୍ତି। ତୁମେ ମାୟାବାଦୀ ହୁଅ, ଅଜ୍ଞବାଦୀ ହୁଅ, ତୁମେ ତାଙ୍କର ବିରୋଧ କର, ତୁମ ସମସ୍ତଙ୍କୁ ସେ ସ୍ୱୀକାର କରିନିଅନ୍ତି। ତେଣୁ ଆମ ପାଇଁ କଥା ହଉଛି, ଆମେ ଯୋଉ ଗୋଟେ ଡେଫିନେସନ ହିସାବରେ ଆମେ ଯଦି ଭର୍ତ୍ସନା କରୁଛୁ, ସେଥିପ୍ରତି ଆମେ ସତର୍କ ରହିବା। ତା ଅର୍ଥ ହଉଛି, ଏ ପର୍ଯ୍ୟନ୍ତ ମଧ୍ୟ ମୁଁ ତାଙ୍କ ଭିତରେ ଭଗବାନଙ୍କର ଯୋଉ ପରିପ୍ରକାଶ ରହିଛି, ତାକୁ ମୁଁ ଦେଖିପାରି ନାହିଁ। ଦେଖନ୍ତୁ, ଯାହାର ଆମେ ଆରମ୍ଭରୁ ଦେଖୁଛନ୍ତି, ଯାହା ଭିତରେ ପରମ ବା ପରମାଶକ୍ତି
ଯେ ପର୍ଯ୍ୟନ୍ତ ନିଜର ସ୍ଥିତିକୁ ରଖିଛନ୍ତି ସେ ପର୍ଯ୍ୟନ୍ତ ସେ ବସ୍ତୁର ସ୍ଥିତି ରହିଛି। ଯଦି ସିଏ ତାକୁ ତା ଭିତରୁ ନିଜକୁ ବାହାର କରି ନେଇଗଲେ ତେବେ ସେ ବସ୍ତୁର ସେ ଜୀବର ସ୍ଥିତି ନାହିଁ, ସେ ଧ୍ୱଂସ ହେଇଯାଏ, ରହେ ନାହିଁ। ତେବେ ବାହାରକୁ ଦେଖାଯାଉଥିବା ପରମ ଶତ୍ରୁ ଯୋଉ ଦୃଷ୍ଟିକୋଣରୁ ହଉ, ସିଏ କଣ ପାଇଁ ତାର ସ୍ଥିତି ରହିଛି, ଯଦି ସେଇଟା ମୁଁ ବୁଝିପାରୁନାହିଁ ତେଣୁ ମୁଁ ତାକୁ ଘୃଣା କରୁଛି, ତେଣୁ ମୁଁ ତାକୁ ଭର୍ତ୍ସନା କରୁଛି, ତାମାନେ ମୁଁ ଏପର୍ଯ୍ୟନ୍ତ ପ୍ରଭୁଙ୍କ ସହିତ ସଂଯୁକ୍ତ ହେଇପାରି ନାହିଁ। ତାଙ୍କର ପରିପ୍ରକାଶରେ ଏଇ ଯୋଉ ଜୀବଟିଏ ପରିପ୍ରକାଶ ହେଇଛି ତାର ଆବଶ୍ୟକତା, ତାର ପରିପ୍ରକାଶ ର ଭଙ୍ଗୀକୁ ମୁଁ ବୁଝିପାରୁନାହିଁ। ତେଣୁ ବା କହୁଛନ୍ତି ଦିବ୍ୟ ପରମ ଦୃଷ୍ଟିର ସମକ୍ଷରେ ନିଷ୍ଠାଯୁକ୍ତ ଯାବତୀୟ ମାନବ ଅଭିପ୍ସାକୁ ଅବଶ୍ୟ ସ୍ୱୀକୃତି ମିଳିଥାଏ। ତୁମର ଯଦି ନିଷ୍ଠା ରହିଛି, ତୁମେ ଯଦି ପରିପ୍ରକାଶ କରିବା ପାଇଁ ଉଚ୍ଚତର ଶକ୍ତିକୁ ତୁମର ବାଟ ଛାଡୁଛ, ତେବେ ତୁମର ଉତ୍ତର ନିଶ୍ଚୟ ଆସି ପହଞ୍ଚିବ ଏବଂ ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ ଯେ ସିଏ ଗାଇଡ କରୁଛନ୍ତି ସେ ବିଷୟରେ ମଧ୍ୟ ତୁମେ ସଚେତନ ହେଇପାରିବ। ସେଗୁଡ଼ିକର ବାହ୍ୟ ଆକାରରେ ଯେତେ ଯାହା ବିଭିନ୍ନତା ଏବଂ ଆପାତ ବିରୋଧ ମାନ ରହିଥିଲେ ମଧ୍ୟ ତଥାପି ସ୍ୱୀକୃତି ମିଳିଥାଏ ଏବଂ ଏହି ସବୁ ଯାକ ଏକାଠି ମିଶିଲେ ମଧ୍ୟ ଦିବ୍ୟ ପରମ ସତ୍ୟକୁ ବ୍ୟକ୍ତ କରିପାରିବା ଲାଗି ତଥାପି ଯଥେଷ୍ଟ ହୁଅନ୍ତି ନାହିଁ। ଏଇ ଯୋଉ ଶେଷ ଲାଇନଟି କହିଲେ ଯେ ଏବଂ ସେହି ସବୁ ଯାକ ଏକାଠି ମିଶିଲେ ମଧ୍ୟ ଦିବ୍ୟ ପରମ ସତ୍ୟକୁ ବ୍ୟକ୍ତ କରିପାରିବା ଲାଗି ତଥାପି ଯଥେଷ୍ଟ ହୁଅନ୍ତି ନାହିଁ। ତାମାନେ ଆମେ ସଂସାରରେ ବର୍ତ୍ତମାନ ସୁଦ୍ଧା ଯେତିକି ବି ପରିପ୍ରକାଶ ଘଟିଛି ତାହା ସେତିକି ହିଁ ନୁହେଁ, ତାହାଠାରୁ ଆହୁରି ଅନେକ ଗୁଣରେ ଉର୍ଦ୍ଧ୍ୱରେ ଆହୁରି ଅନେକ ଗୁଣର ଅଧିକାରୀ ହେଇକି ପରମା ଶକ୍ତି ବା ପରମ ସତ୍ୟ ଅଛନ୍ତି। ସିଏ ବର୍ତ୍ତମାନ ସୁଦ୍ଧା ଏତିକିରେ ପରିପ୍ରକାଶ ହେଇଛନ୍ତି। ଇଏ ସବୁ ଯାକ ମିଶିଗଲେ ସେ ପୁରା ହେଇଗଲେ ନାହିଁ, କାହିଁକି ନା ତାଙ୍କର ଆହୁରି କେତେ କେତେ ଅଭିବ୍ୟକ୍ତି ବାକି ରହିଛି। ତେଣୁ ବର୍ତ୍ତମାନ ଆମେ ଯେତିକି ଦେଖୁଛନ୍ତି ଆମେ କହିବା ସେତିକି ଯଥେଷ୍ଟ, କେମିତି ହବ? ସେ ତାଠାରୁ ଆହୁରି ଉର୍ଦ୍ଧ୍ୱରେ ରହିଛନ୍ତି। ତେଣୁ ଆମ ନିଜେ ନିଜର ସୀମିତତାକୁ ଚିହ୍ନିବା ଏବଂ ପରମଙ୍କ ଆଡକୁ ନିଜକୁ ଖୋଲି ଧରିବା, ନିରନ୍ତର ଅଭିପ୍ସା କରିବା ଏବଂ ଯୋଉ କଥାଟିକୁ ଆମେ ବୁଝିପାରୁନାହାନ୍ତି, ଯାହାକୁ ଆମେ ଗାଳି ଦଉଛନ୍ତି, ଯାହାକୁ ଆମେ ଭର୍ତ୍ସନା କରୁଛନ୍ତି, ତାର ଉପସ୍ଥିତି ସମ୍ପର୍କରେ ସଚେତନ ହେବାକୁ ପଡିବ। ତାମାନେ ମୋର କଣ କରଣୀୟ କାର୍ଯ୍ୟ, ମୋର କଣ ଅସାମର୍ଥ୍ୟତା, ମୋର କଣ ଦୁର୍ବଳତା, ଯାହା ଉପରେ ବିଜୟ ହାସଲ କରିବାର ଅଛି ତାକୁ ମତେ ଖୋଜି ବାହାର କରିବାକୁ ପଡିବ। ତାକୁ ଖୋଜି ବାହାର ଯଦି ନ କରିପାରୁଛି, ମୁଁ ପ୍ରାର୍ଥନା କରିବି, ଅଭିପ୍ସା କରିବି, ଇଚ୍ଛା ପୋଷଣ କରିବି, ନିଷ୍ଠାପର ଭାବରେ ଇଚ୍ଛା ପୋଷଣ କରିବି ଯେ ମୁଁ ମୋର ସାମର୍ଥ୍ୟକୁ, ମୁଁ ମୋର ଅସାମର୍ଥ୍ୟକୁ ଚିହ୍ନି ଯେପରି ପାରେ ଏବଂ ଏ ସବୁକୁ ତୁମ ପାଖରେ ମୁଁ ଯେପରି ସମର୍ପିତ କରି ରଖିପାରେ, ମୋ ଭିତରେ ନିଜକୁ ପ୍ରତିଷ୍ଠା କରିବାର ସେଇ ଅହଂ ଭାବଟି ଯେପରି ହାବି ହେଇ ନ ପଡେ, ମାନେ ମୋର ଜୀବନର ନିୟାମକ ଅହଂ ଯେମିତି ନ ହୁଏ, ପ୍ରଭୁ ଯେମିତି ହୁଅନ୍ତି, ସେଥିପାଇଁ ମତେ ବାରମ୍ବାର ଅଭିପ୍ସା କରିବାକୁ ପଡିବ, ଚେଷ୍ଟା କରିବାକୁ ପଡିବ। ଏବଂ ଏଇ ସୀମିତତା ଭିତରେ ଦିଟା ଜିନିଷ ଆମ ପାଖରେ ରହିଲା। ଗୋଟେ ଜିନିଷ ହଉଛି ଯେ ମୁଁ ଅଧିକରୁ ଅଧିକ ଉଚ୍ଚତର ଚେତନା ଆଡକୁ ଯଦି ନିଜକୁ ଖୋଲି ଧରେ, ତେବେ ସେଇ ଅସୀମ ସାମର୍ଥ୍ୟର ଅଧିକାରୀ ହେଇପାରିବି। ଏବଂ ଆଉ ଗୋଟେ କଥା କହିଲେ ଯେ ସେଇ ପରମା ଶକ୍ତି ମତେ ଧାରଣ କରିଛନ୍ତି, ମତେ ବାଟ ଦେଖାଉଛନ୍ତି, ମତେ ପ୍ରସ୍ତୁତ କରାଉଛନ୍ତି, ତାକୁ ଯେପରି ମୁଁ ନିଜେ ଅନୁଭୂତ କରିପାରେ
ଯୋଉଦିନ ତାକୁ ଅନୁଭୂତ କରିଦେବି ତେବେ ତାହା ହିଁ ମୋ ପାଇଁ ଉପଲବ୍ଧି ହେଇଯିବ। ମା ମା, ଥ୍ୟାଙ୍କ ୟୁ ଅଲ୍ ଅରବାର।